ସାର୍ ବରୋଦା ବ୍ୟାଙ୍କକୁ ଭଡ଼ା ଦେଇଥିଲି। ଏ ଘର ଆମର ସାର୍ ବାପା 10 ବର୍ଷ ଆଗରେ ଭଡ଼ା ଦେଇଥିଲେ ସାର୍। ଏଗ୍ରିମେଣ୍ଟ ସରିଯାଇକି 6-7 ମାସ ହେଇଗଲା ସାର୍। ତାଙ୍କେ କିଛି ରେସ୍ପନ୍ସ କରୁନାହାନ୍ତି। ତାପରେ ରେସ୍ପନ୍ସ କରୁନାହାନ୍ତି, ଲିଗେଲ ତାଙ୍କୁ କହିଲି ନୂଆ ନୋଟିସ୍ ଏଗ୍ରିମେଣ୍ଟ କରିବା ପାଇଁ, ସେଇଟା ବି କିଛି କହୁନାହାନ୍ତି। ତାପରେ ଆମେ ନ ପାରିକି ଲିଗେଲ ନୋଟିସ୍ ବି କଲୁ ମୋ ତରଫରୁ, ତାପରେ ସେଟାରେ ବି କିଛି ଜବାବ ଦେଉନାହାନ୍ତି। ତାପରେ RM ସାର୍ କହିଲୁ, BM ସାର୍ କହିଲୁ, ସବୁ କହୁଛୁ ସାର୍। ତାଙ୍କେ ଆଜିକାଲି କହିକି ବୁଲାଉଛନ୍ତି ସାର୍। ଲାଷ୍ଟ ଆମେ ବାଧ୍ୟତାମୂଳକ ଆଜି ତାଲା ମାର ନା ଏବେ ଯାଏଁ କିଏ ଆସି କଥା ହେଇନାହାନ୍ତି। ମୁଁ ବ୍ୟାଙ୍କ ଅଫ୍ ବରୋଦାରେ ଆସିଥିଲି, ଆସିକି ପାଖାପାଖି ଘଣ୍ଟାଟେ ହେଲାଣି। ଆସି ଜାଣିବାକୁ ପାଇଲି ଘର ଯେଉଁ ମାଲିକ ସେ ଧାରଣାରେ ବସିଛନ୍ତି ବ୍ୟାଙ୍କରେ ତାଲା ମାରିକି। ତାଙ୍କୁ କ'ଣ 6-7 ମାସ ତାଙ୍କର ଏଗ୍ରିମେଣ୍ଟ ସରିଯାଇଛି ବ୍ୟାଙ୍କ ସହିତ, କିନ୍ତୁ ବର୍ତ୍ତମାନ ସୁଦ୍ଧା ନୂଆ ରିନ୍ୟୁଆଲ୍ ଏଗ୍ରିମେଣ୍ଟ ବି କରିନାହାନ୍ତି। ଆଉ ଆମେ ମାଲିକ ସହିତ ଆଲୋଚନା କରୁଥିଲୁ, ସେ କହିଲେ ମୁଁ ଲିଗାଲ ନୋଟିସ୍ ବି ପଠାଇଛି, 3 ମାସ ହେଇଗଲାଣି, ତାର ଜବାବ ବି ଦେଉନାହାନ୍ତି ଏବଂ ତାଙ୍କୁ ଭଡ଼ା ମଧ୍ୟ ଦେଉନାହାନ୍ତି। ଲୋକ ତ ଦେଖୁଛି ସେତେବେଳଠୁ ଆସୁଛନ୍ତି, ରାସ୍ତା ବି ଜାମ୍ ହେଇଯାଉଛି, ବହୁତ ଲୋକ ଦୂର ଦୂରରୁ ଆସୁଛନ୍ତି, ବୁଢ଼ୀ ମା ମାନେ ଆସୁଛନ୍ତି, କେତେ ବୁଢ଼ା ଲୋକମାନଙ୍କୁ ଦେଖିଲି ପେନସନ୍ ପଇସା ପାଇଁ ଆସୁଛନ୍ତି, ସବୁ ହଇରାଣ ହେଇକିରି କେତେ ଜଣ ପଳେଇଲେଣି ଆଉ କେତେ ଜଣ ଏବେ ଯାଇ ପାଖରେ ବସିଛନ୍ତି ସବୁ।